ମୋ ଲଢ଼େଇ କାହା ବିରୁଦ୍ଧ ନୁହେଁ, ଅନ୍ୟାୟ ବିରୁଦ୍ଧରେ। ମୁଁ ଲୋଭରେ ଆସିନାହିଁ। ଯାହା ଅସୁବିଧା ବାରମ୍ବାର ହେଉଛି ଆଉ ଏହାର କେହି ନଜର ଦେଉନାହାନ୍ତି, ସମାଧାନ କରୁନାହାନ୍ତି। ସେଥିରେ ଅନେକ ଯେଉଁମାନେ ଠିଆ ହେଇଛନ୍ତି ପ୍ରାୟ ସମସ୍ତେ ମୋତେ ବି ଜାଣିଛନ୍ତି ଆଉ ତାଙ୍କୁ ବି ଜାଣିଛି। କିନ୍ତୁ ଯେହେତୁ ସେମାନେ ପାରୁନାହାନ୍ତି, ମୁଁ ସେଥିପାଇଁ ଏହି ଇଲେକ୍ସନ୍ ଠିଆ ହେବାକୁ ଚେଷ୍ଟା କରିଛି। ଆଉ ଏଇ ଯେଉଁ ଅନ୍ୟାୟ ମୋ ପାଇଁ କରାହେଇଛି, ଅଫିସିଆଲି ବାଧ୍ୟ ହୋଇକି ମୋ ନମିନେସନ୍କୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଇଛି। ଏଇଟା କେବେ ସମ୍ପୂର୍ଣ୍ଣ କରିବାକୁ ଦେବେ ନାହିଁ, କାରଣ ମୁଁ ଆଉ ପଛକୁ ଘୁଞ୍ଚିବେ ନାହିଁ। ଏଇଟା ମୁଁ ଜଳଣି ଶପଥ କରିଛି ସୂର୍ଯ୍ୟଙ୍କୁ ସାକ୍ଷୀ କରିକି, ତେଣୁ ମୁଁ ପଛକୁ ଫେରିପାରିବି ନାହିଁ। ସେଥିପାଇଁ ମୁଁ କାହାର ବିରୁଦ୍ଧରେ କିଛି ନା ପ୍ରଚାର କରିବି ନା ଲଢ଼ିବି। ତେଣୁ ସମସ୍ତ ମୟୂରଭଞ୍ଜବାସୀଙ୍କୁ ଅନୁରୋଧ କରୁଛି, ତଥା ଓଡ଼ିଶାରେ ଯେଉଁଠି ଅଛନ୍ତି, ମୟୂରଭଞ୍ଜରେ ଯେଉଁମାନେ ଭୋଟ ଦେଇପାରୁଥିବେ ସମସ୍ତେ ସହଯୋଗ କରନ୍ତୁ। ଯଦି ଆପଣମାନେ ଚାହୁଁଛନ୍ତି ଯେ ନା ଏମିତି ଜଣେ ସ୍ୱାଧୀନ ପ୍ରାର୍ଥୀ ଆସନ୍ତୁ ଯିଏ ଅନ୍ୟାୟ ବିରୁଦ୍ଧରେ ନିଷ୍ଠାର ସହିତ କାମ କରିବେ, ତେଣୁ ଏଇଟା ଅତି ଦୁଃଖ ଲାଗୁଛି ଯାହା ଆପଣ ଏଇ ଲେଟର୍ ଦେଖୁଛନ୍ତି। ତ ମୁଁ ବି କ'ଣ କରିବି? ସେମାନେ ଯାହା କହିଲେ ଖାଲି ରିକ୍ୱେଷ୍ଟ କଲି, କିନ୍ତୁ ସେମାନେ ମୋର ନମିନେସନ୍ ପତ୍ର ଡେରି ତ କରେଇଲେ। ହେଲେ ଏଇଟା ବି ମୋର ଦୃଢ଼ ବିଶ୍ୱାସ ଅଛି, ମୋର ନମିନେସନ୍ସ ଫର୍ମ ଯଦି ନ ଗ୍ରହଣ କରାଯାଏ, ମୋ ମୟୂରଭଞ୍ଜବାସୀଙ୍କ ପାଖରେ ଦୃଢ଼ ବିଶ୍ୱାସ ଅଛି, ଆମର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖରେ ବି ଦୃଢ଼ ବିଶ୍ୱାସ ଅଛି, ଆମ ରାଜ୍ୟପାଳଙ୍କ ପାଖରେ ବି ଦୃଢ଼ ବିଶ୍ୱାସ ଅଛି, ଆଉ କଲେକ୍ଟର ସାହେବ ପାଖରେ ବି ଦୃଢ଼ ବିଶ୍ୱାସ ଅଛି ଯେ ମୋ ନମିନେସନ୍ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଇଲେକ୍ସନ୍ ହେବ ହିଁ ନାହିଁ। ଏଇଟା ମୁଁ ଏ ସୃଷ୍ଟିର ମାଟି, ପାଣି, ପବନ, ଆକାଶ, ସୂର୍ଯ୍ୟଙ୍କୁ ସାକ୍ଷୀ କରି କହୁଛି। ସେଥିପାଇଁ ଆଜି ସ୍ୱାଧୀନ ପ୍ରାର୍ଥୀ ହେଇ ଠିଆ ହେଉଛି। ଆଉ ଆପଣ ନିଶ୍ଚୟ ଏ ଭିଡ଼ିଓକୁ ସେୟାର କରିବେ ଆଉ କମେଣ୍ଟ କରିବେ ଆଉ ଅନ୍ୟମାନଙ୍କୁ ବି ଜଣାଇବେ। ଆମେ ଚାଲ ସମସ୍ତେ ମୟୂରଭଞ୍ଜିଆ ମିଶିବା ଆଉ ମୟୂରଭଞ୍ଜର ସ୍ୱାଭିମାନକୁ ରକ୍ଷା କରିବା। ଆଉ ଆଜି ଯାହା ମଣିପୁରରେ ଯେଉଁ ଭଳିଆ ଘଟଣା ଘଟିଲା, ମୟୂରଭଞ୍ଜରେ ଘଟିବାକୁ ଦେବା ନାହିଁ, କାରଣ ଏଇଟା ଆମର ମାନ ସମ୍ମାନ ଇଜ୍ଜତର କଥା। ତେଣୁ ଆଉ ଅଧିକ କିଛି କହୁନାହିଁ। ଆପଣ ନିଶ୍ଚୟ ବୁଝିପାରୁଥିବେ ମୁଁ କାହିଁକି ଆଜି ଗୁରୁ ହେଇ ମଧ୍ୟ ଆଜି ଏଇ ଜାଗାକୁ ଆସିଲି। କାରଣ ଗୁରୁ ହେଲେ ଗୋଟେ ବନ୍ଦ କୋଠରୀରେ ଶିଖୁଥିଲି, ହେଲେ ତାଠୁ ପାୱାର ରାଜନୀତିର। ତେଣୁ ମୁଁ ରାଜନୀତିକୁ ଓହ୍ଲାଇ ଆସିଲି। ଆପଣଙ୍କ ସହଜ ନିତ୍ୟାନ୍ତ ଆବଶ୍ୟକ, ତେବେ ଯାଇ ମୁଁ ମୟୂରଭଞ୍ଜର ସ୍ୱାଭିମାନ ଓ ଇଜ୍ଜତକୁ ରକ୍ଷା କରିପାରିବି। ଏଇଟା ମୟୂରଭଞ୍ଜ ମାଟିର ମହାମହିମ ରାଷ୍ଟ୍ରପତି ମାଙ୍କର ମଧ୍ୟ ବହୁତ ବଡ଼ ଦାୟିତ୍ୱ, କାରଣ ତାଙ୍କ ପାଖରେ ଏତେ ଶକ୍ତି ଅଛି ଯେଉଁ ଶକ୍ତି କି ଗୋଟିଏ ମୃତ୍ୟୁଦଣ୍ଡକୁ ବି ସେ ବନ୍ଦ କରିପାରନ୍ତି। ତ ଏଇଟା କାହିଁକି କରିପାରିବେନି? ତାଙ୍କର ଯଦି ଇଚ୍ଛା ହୁଏ, ସହମତ ହୁଏ ଆଉ ଠିକ୍ ସମୟରେ ତାଙ୍କର ଶକ୍ତିକୁ ପ୍ରୟୋଗ କରିବେ, ତାହେଲେ ନିଶ୍ଚୟ ବହୁତ ଶାନ୍ତି ଶୃଙ୍ଖଳାରେ ଏ କାର୍ଯ୍ୟଟି ସମାଧାନ ହେବ। ଏତିକି ରହୁଛି। ସମସ୍ତଙ୍କୁ ମୋ
ହୃଦୟ ଭରା ଭଲ ପାଇବା। ଆଉ ଗୁରୁଜନମାନେ ନିଶ୍ଚୟ ମୋତେ ଆଶୀର୍ବାଦ କରନ୍ତୁ, କାରଣ ଆପଣମାନେ ତ ଦିଗ୍ଦର୍ଶକ। ଏତିକି ରହୁଛି। ନମସ୍କାର, ପ୍ରଣାମ।